ଜାନୁଆରୀ 22 ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍କଣ୍ଠା। ସେ ଯାଏ ଗୋପନୀୟ ରହିବ ରାମଲାଲାଙ୍କ ବିଗ୍ରହ। ପ୍ରାଣ ପ୍ରତିଷ୍ଠା ଦିନ ହିଁ ଦର୍ଶନ ଦେବେ ରାମଲାଲା। ଯେତେ ଯାଏ ପ୍ରଭୁ ଶ୍ରୀରାମ ନିଜ ଆସ୍ଥାନରେ ବସି ନାହାନ୍ତି, ସେ ଯାଏ କୌଣସି ବି ବ୍ୟକ୍ତି ପ୍ରଭୁଙ୍କ ମୁଖ ଦର୍ଶନ କରିପାରିବେ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ତେବେ ତିନି ଠାକୁରଙ୍କ କେଉଁ ବିଗ୍ରହଟି ଗର୍ଭଗୃହରେ ପୂଜା ପାଇବ ତାହାର କୌଣସି ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିବ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଣ ପ୍ରତିଷ୍ଠା ଦିନ ହିଁ ତିନି ଠାକୁରଙ୍କ ବିଗ୍ରହ ସମସ୍ତେ ଦେଖିବେ। ଚୂଡ଼ାନ୍ତ ବିଗ୍ରହଟି କିଭଳି ନିର୍ମାଣ କରାଯାଇଛି, ଅର୍ଥାତ୍ ମୂର୍ତ୍ତି ଗୁଡ଼ିକ ମାର୍ବଲ ନା କଳା ମୁଗୁନି ପଥରରେ ନିର୍ମିତ ହୋଇଛି, ତାହା ବି ଗୋପନୀୟ ରଖାଯାଇଛି। ତେବେ ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ। ମନ୍ଦିରର ଗର୍ଭଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ। ଦିନଲିପି ଲାଇଭ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଜି ହିଁ ଆମ ଚ୍ୟାନେଲକୁ ଲାଇକ୍, शेयर, सब्सक्राइब एवं अधिक खबर जानिबा पाई पाखरे थिबा बेल आइकन को क्लिक करंतु।